ଭିଜିଲାନ୍ସ ଚାଲରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ତହସିଲଦାର ବିଚିତ୍ରାନନ୍ଦ ନାୟକ ବିଭିନ୍ନ ଦୁର୍ନୀତିରେ ଫସିଲେ। ଜିଲ୍ଲା ସଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। 1,15,000 ଟଙ୍କା ଲାଞ୍ଚ ନେଉଥିଲେ। ରାୟଗଡ଼ା ଜିଲ୍ଲାରେ ରାଜସ୍ୱ ବିଭାଗର ବୈଠକ ଥିବା ସମୟରେ ସେ ଚନ୍ଦ୍ରପୁର ଏହି ବୈଠକରେ ଯୋଗଦେବା ନିମନ୍ତେ ଆସୁଥିଲେ ଏବଂ ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରୁଥିବା ବେଳେ ସେ ବିଭାଗୀୟ କର୍ମଚାରୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ନିମନ୍ତେ ମଧ୍ୟ ଉଦ୍ୟମ କରିଥିଲେ ଏବଂ ଡାଙ୍ଗ ସୋରଡ଼ା ଗାଁ ନିକଟରେ ଟଙ୍କା ଫିଙ୍ଗି ଦେଇଥିଲେ। ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ପିଛା କରି ରାୟଗଡ଼ା ଜିଲ୍ଲାପାଳଙ୍କ ବୈଠକ କକ୍ଷରୁ ଗିରଫ କରି ଆଣିଥିଲେ। ଦେଖୁଛନ୍ତି ଯେ ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଆଉ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି। ବୁଝିଲେ ତାଙ୍କୁ ଆମେ ଡାଙ୍ଗସଡ଼ା ପାଖରେ ତ ସେ ଗ୍ୟାସ୍ ନେଇକି ଯାଉଥିଲେ। ବୁଝିଲେ କି ତ ଆପଣମାନେ ତ ଜାଣିଛନ୍ତି ସବୁ, ଆପଣମାନେ ତ ଗଣମାଧ୍ୟମ ସବୁ ସେ ହେଉଛନ୍ତି ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ସେ ପଇସା ନେଇକି ଯାଉଥିଲେ, ତାଙ୍କୁ ଇଣ୍ଟରସେପ୍ସନ୍ ସେଇଟା ତ ଆମର ସୋର୍ସ ମାନଙ୍କର ଇଏ ନା, ସେଇଟା ଆମେ ତ ଡିସ୍କସ୍ କରିପାରିବାନି। ବୁଝିଲେ ନା, ତେଣୁ ଆପଣମାନେ ଗଣମାଧ୍ୟମ ହିସାବରେ ଆମେ ଆପଣଙ୍କୁ ଇନଫର୍ମେସନ୍ ଏତିକି ଦେବୁ। କ'ଣ କହିଲେ? ହଁ ହଁ, ପଇସାଟା ସେ ତ ରାସ୍ତାରେ ଧରିକି ଆସୁଥିଲେ, ତାକୁ ଫିଙ୍ଗିଦେଲେ। ବୁଝିଲେ କି ତାଙ୍କ ଗାଡ଼ିରୁ ସେ ଧରିକି ଆସୁଥିଲେ, ଯେମିତି ଆମ ଟିମ୍ ତାଙ୍କୁ ଗୋଡ଼େଇଲା, ସେ ଫୋପାଡ଼ି ଦେଲେ। ତାପରେ ଆମେ ତାଙ୍କୁ ଆସି ଧରିଛୁ। ବର୍ତ୍ତମାନ ତାଙ୍କ ନିଜ ଘର ଢେଙ୍କାନାଳରେ ମଧ୍ୟ ଟିମ୍ ଆଜି ଚଢ଼ାଉ କରିବାର ସୂଚନା ଦେଇଛି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶୌଚାଳୟରୁ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ପ୍ରାୟ 1,15,000 ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। 300 ଗରିବ ଲୋକଙ୍କୁ ଘର ବାରି ପଟ୍ଟା କରିଦେବା ନେଇ 8 ଲକ୍ଷ ଟଙ୍କା ଲାଞ୍ଚର କାରବାର ହୋଇଥିଲା। ଆଜି ସେ ଅଗ୍ରିମ ଆକାରରେ 1,15,000 ଟଙ୍କା ନେଇଥିଲେ। ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲେ। ଏଥିପୂର୍ବରୁ 2022 ମସିହାରେ ସେ ବାରଙ୍ଗରେ ମଧ୍ୟ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ଆମେ ବିଶ୍ୱସରୁ ଖବର ପାଇଲୁ ଯେ ତହସିଲଦାର ଚନ୍ଦ୍ରପୁର ଶ୍ରୀ ବିଚିତ୍ରାନନ୍ଦ ନାୟକ କିଛି ଲୋକଙ୍କଠୁ ମାନେ ଅସଦ ଉପାୟରେ ଟଙ୍କା ସଂଗ୍ରହ କରିକିରି ସେ ରାୟଗଡ଼ା ଆସୁଛନ୍ତି ବୋଲି, ମାନେ ଚନ୍ଦ୍ରପୁର ରାୟଗଡ଼ା ଆସୁଛନ୍ତି ବୋଲି ଆମେ ଖବର ପାଇଥିଲୁ। ଆଗରୁ ଖବର ଥିଲା ଆମ ପାଖରେ। ଆଜି ସକାଳ 8ଟା ବେଳେ ଆମେ ଯାଇ ଜଗିଲୁ ହନୁମନ୍ତପୁର ପାଖରେ, ଚନ୍ଦ୍ରପୁର ହନୁମନ୍ତପୁର ରୋଡ଼ରେ। ଆଉ ସେ ଆସିଲା ବେଳେ ଗୋଟେ ପ୍ରାଇଭେଟ୍ କାର୍ରେ ଓଡ଼ି 18K 1120 କାର୍ରେ ଆମେ ଆସିଲା ବେଳେ ତାକୁ ବାଟରେ ଡିଟେନ୍ କରିବା ସମୟରେ ସେ ଆମର ଭିଜିଲାନ୍ସ ଟିମ୍କୁ ଭୟ ଦେଖେଇକିରି ଚପେଇ ଦେବାର ଉଦ୍ୟମ କରିକିରି ଟଙ୍କାଟା ଫୋପାଡ଼ି ଦେଇକି ପଳେଇ ଆସିଥିଲା। ଆମେ ତାକୁ ପରବର୍ତ୍ତୀ ସମୟରେ କଲେକ୍ଟରେଟ୍ରେ ସେ ମିଟିଂ ଆଟେଣ୍ଡ ମଧ୍ୟର ଖବର ଦେଖିଲୁ। ଆଉ କଲେକ୍ଟରଙ୍କ ଆମେ ଜଣାଇବା ପରେ କଲେକ୍ଟର କହିଲେ ଠିକ୍ ଅଛି, ତାଙ୍କୁ ନେଇଯାଅ, ଆମେ ତାଙ୍କୁ ଆଣିକି ଇଣ୍ଟରୋଗେସନ୍ କରୁଛୁ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ଶିବପ୍ରସାଦ ପାଢ଼ୀଙ୍କ ରିପୋର୍ଟ, ବିଶେଷ ଖବର।